ନମସ୍କାର। ଆପଣମାନେ ଜାଣନ୍ତି ଉଗ୍ରବାଦୀ ମାଓବାଦୀ ଏମାନେ ଜନ୍ମରୁ କେବେ ସୃଷ୍ଟିକି ଆସିନଥାନ୍ତି। ମାଓବାଦୀ ମାନେ କେବେ ଜନ୍ମରେ ସୃଷ୍ଟି ହେଇକି ଆସିନାହାନ୍ତି। ଏମାନେ ପ୍ରାୟ ବିଶେଷ କରି ଏମାନେ ଆଦିବାସୀ ବହୁଳ ଅଞ୍ଚଳରେ ଏସବୁ ଜିନିଷ ଦେଖିବାକୁ ମିଳେ। ତା'ର କାରଣ ହେଉଛି ଯେ ସେମାନେ ଏସବୁ କରିବାର କାରଣ ହେଉଛି ତାଙ୍କର ଜୀବନ ଜୀବିକାରେ ବାଧାବିଘ୍ନ ସୃଷ୍ଟି ହେବା ଯୋଗୁଁ ଆମର ପ୍ରଶାସନ ଦାୟୀ ତାଙ୍କୁ ଅବହେଳା ରଖିବା ଯୋଗୁଁ ସେମାନେ ମାଓବାଦୀ ଉଗ୍ରବାଦୀ ହେଇଛନ୍ତି। ଆମ ଦେଶରେ ମାଓବାଦୀମାନଙ୍କୁ ବୁଝାସୁଝା କରି ସାଧାରଣତଃ ସେମାନଙ୍କୁ ଜନସେବାର ମୁଖ୍ୟ ସ୍ରୋତକୁ ଆଣି ହେବ। ବୁଝାସୁଝିକି ଆଣିବ, ତାଙ୍କର ଡିମାଣ୍ଡ ଫୁଲଫିଲ୍ କରିକି ଆଣି ହେବ, କିଛି ଅସୁବିଧା ନାହିଁ। ସେମାନଙ୍କର ଯାହା ମୂଳ ସମସ୍ୟା ରହିଛି ସେମାନେ କେବେ ଡିମାଣ୍ଡ କରନ୍ତିନି ଆମେ ମୁଖ୍ୟମନ୍ତ୍ରୀ ହେବୁ, ଆମେ କୋଟିପତି ହେବୁ, ଆମେ ବିଜନେସ୍ ମାରୁ। ତାଙ୍କର ଜୀବିକା ଖଣ୍ଡେ ଖାଇବା, ଟିକେ ପିନ୍ଧିବା, ଟିକେ ରାସ୍ତା, ଟିକେ ସ୍ୱାସ୍ଥ୍ୟ, ଟିକେ ଶିକ୍ଷା, ଟିକେ ବିଜୁଳି, ଟିକେ ପାଣି, ଏଇସବୁ ସମସ୍ୟା ତାଙ୍କର ଥାଏ। ବିଶେଷ କରି ଏଇସବୁ ଜିନିଷ ହେଇଗଲେ ସେମାନେ ଆଉ କିଛି ଦାବି କରନ୍ତି ନାହିଁ। କିନ୍ତୁ ଏଇଭଳିଆ 50 ବର୍ଷ ହେଲା କଂଗ୍ରେସ ସରକାର ତାଙ୍କୁ ଏତେ ଅବହେଳା କରିକି ରଖିଛି ଯାହାକି ସେମାନେ ଉଗ୍ରବାଦୀ ମାଓବାଦୀ ହେବାର କାରଣ ହେଉଛି ସେଇଆ। ସାଧାରଣତଃ ସେମାନଙ୍କୁ ଆମେ ବୁଝାସୁଝା କରିକି ତାଙ୍କୁ ମୁଖ୍ୟ ସୂତ୍ରକୁ ଆଣି ହେବ। କିନ୍ତୁ ଯେଉଁମାନେ ଦିମାକି ଉଗ୍ରବାଦ ଅଛନ୍ତି ସେମାନଙ୍କୁ ବୁଝାସୁଝା କରିକି କେବେ ମୁଖ୍ୟ ସୂତ୍ରକୁ ଆଣି ହେବ ନାହିଁ। ଆପଣ ଯେତେ ଚେଷ୍ଟା କରନ୍ତୁ କେବେ ଆଣି ହେବନି। ଯେଉଁମାନେ ଦିମାକି ଉଗ୍ରବାଦ ଅଛନ୍ତି ସେମାନଙ୍କୁ ଆଣି ହେବ ନାହିଁ। ଆମ ଦେଶରେ ପ୍ରଥମ ଦିମାକି ଉଗ୍ରବାଦର ମୁଖ୍ୟ ହେଉଛି କେଜରିୱାଲ ହେଉଛି ମୁଖ୍ୟ ଦିମାକି ଉଗ୍ରବାଦ। ସେ ଜେଲ୍ ଯାଇଛି କିନ୍ତୁ ଜେଲରେ ଶିକ୍ଷା କିଛି ଶିଖିନି। ମୋ ଜେଲରୁ ବାହାରିକି କହିଲା ମୁଁ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଆଧାରିତ ତାଙ୍କ ପୁସ୍ତକ ପଢ଼ୁଥିଲି, ଦେଖୁଥିଲି ସେ କେତେ କଷ୍ଟ ଯନ୍ତ୍ରଣା ମଧ୍ୟରେ ଆଜିକି ଶୀର୍ଷ ସୀମାରେ ପହଞ୍ଚନ୍ତି। କିନ୍ତୁ ତାପରେ ପରେ ସେ କ'ଣ କରୁଛି ଦେଖନ୍ତୁ। ଏକ ତ ଦିମାକି ସେ ଉଗ୍ରବାଦ ଅଛି, ଦ୍ୱିତୀୟରେ ସେ ପୁଣି 3 ଜଣଙ୍କୁ ଉପରେ ତାଙ୍କୁ ସେହି ରାସ୍ତାରେ ଢକେଲି ଦେଇଛି। ପୁଣି ସେଇ ଅସରପା ସୃଷ୍ଟି କରିକି ଦିମାକି ଉଗ୍ରବାଦକୁ ପୁଣି ସେ ପଠେଇଛି ସେମାନଙ୍କୁ। ଦେଖନ୍ତୁ ସେମାନେ ଧର୍ମେନ୍ଦ୍ର ପ୍ରଧାନର ଇସ୍ତଫା ଦାବି କରି କରି ବର୍ତ୍ତମାନ ସେମାନେ ଡିମାଣ୍ଡ ସମୟରେ ଦେଶରେ କେତେ କ୍ଷତି କରିଲେ। କେତେ ପିଲା ଏବେ ଜେଲରେ ଅଛନ୍ତି। ସେ ପିଲାମାନଙ୍କର ଭବିଷ୍ୟତ କ'ଣ? ବର୍ତ୍ତମାନ ଜୀବନ 3 ବର୍ଷ 4 ବର୍ଷ ବର୍ତ୍ତମାନ କେସ୍ରେ ଦୌଡ଼ିକି ଚାକିରି ପାଇବା ବି ବହୁତ କଷ୍ଟକର ହେଇପଡ଼ିବ। ଚାକିରି ପାଇବା କଷ୍ଟକର। ଆପଣ ଦେଖନ୍ତୁ ଏମାନେ ହେଉଛି ଦିମାକି ଉଗ୍ରବାଦ। ଏମାନଙ୍କୁ ଚିହ୍ନନ୍ତୁ। ଏମାନେ 1 ନମ୍ବର ଦେଶଦ୍ରୋହୀ। ଦେଶକୁ ନଷ୍ଟ କରିବା ଏମାନଙ୍କର ମୁଖ୍ୟ କାରଣ। ବିଦେଶରୁ ଫଣ୍ଡିଂ, ଚାଇନାରୁ ଫଣ୍ଡିଂ, କାନାଡ଼ା ଫଣ୍ଡିଂ, ଆମେରିକା ଫଣ୍ଡିଂ, ପାକିସ୍ତାନ ଫଣ୍ଡିଂରୁ ଏମାନେ ଚଳିକି ଏସବୁ କାମରେ ବ୍ୟସ୍ତ ରହୁଛନ୍ତି। ଏଇ କେଜରିୱାଲ କହିଥିଲା ମୁଁ ମୋ ପୁଅ ମୁଣ୍ଡରେ ହାତ ଛୁଇଁ କହୁଛି କେବେ ଲକ୍ଜୁରୀ ଗାଡ଼ି ନେବିନି, ସରକାରରୁ ଆସିଲା ପରେ ଆଲିସାନ ବଙ୍ଗଳା ନେବିନି, ପୁଅ କଂଗ୍ରେସ ପାର୍ଟି ସାଙ୍ଗରେ କେବେ କମ୍ପ୍ରମାଇଜ୍ କରିବିନି। କ'ଣ କଲା ଆପଣମାନେ ସବୁ ଜାଣନ୍ତି। ୟାକୁ ହିଁ କୁହାଯାଏ ଦିମାକି ଉଗ୍ରବାଦ। ଏଇମାନେ ହେଉଛନ୍ତି ଦିମାକି ଉଗ୍ରବାଦ। ମୁଁ ଆ ପରେ ଆଉ ଗୋଟେ କଥା କହିବି। ନମସ୍କାର।